ଆଜି ଆମ ଘରେ ପ୍ରସ୍ତୁତ ହେଉଛି ମୋ ମାଆଙ୍କ ହାତରେ ତିଆରି ମାଛ ପୋଡ଼ା ଚଟଣି। ତ ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ପୂର୍ଣ୍ଣିମା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଗୋଟେ ନ୍ୟୁ ବ୍ଲଗ୍କୁ। ତ ସାଙ୍ଗମାନେ ଏଠି ଦେଖିପାରୁଥିବେ ମା ମାଛ ଗୁଡ଼ିକୁ ପୋଡ଼ି ଆଣିଛନ୍ତି ଭଲ ଭାବରେ। ତ ମାଛଟି ଭିତରେ ବି ବହୁତ ଭଲ ଭାବରେ ସିଝି ଯାଇଛି। ତ ମା ହେଠି ତାକୁ ଭଲ ଭାବରେ ତାକୁ କାଟି ଛଡ଼େଇକି ସେଥିରୁ କଣ୍ଟା କାଢ଼ି ନେଇଛନ୍ତି। ଆଉ ଗୋଟେ ଜାଗାରେ ପିଆଜ, କିଛି କଞ୍ଚା ଲଙ୍କା, ସ୍ୱାଦ ଅନୁଯାୟୀ ଲୁଣ ଆଉ ବଡ଼ି ରଖି ନେଇଛନ୍ତି। ଆଉ ତାକୁ ବି ସେଥିରେ ପକେଇକି ବଟା ହବ। ତ ଆଉ ଗୋଟେ ମାଛ ବି ତାପରେ ମା ଚୁଲିରୁ କାଢ଼ି ଆଣିଛନ୍ତି ପୋଡ଼ିକି, ସେଥିରୁ ବି କାଟି ଛଡ଼େଇ ନେଲେ ଭଲ ଭାବରେ। ତାପରେ ସେଗୁଡ଼ିକୁ ଏବେ ବାଟିବାକୁ ନେଇଯିବେ। ତ ସାଙ୍ଗମାନେ କେଉଁମାନେ ମାଛ ପୋଡ଼ା ଚଟଣି ଖାଇଛନ୍ତି ପ୍ଲିଜ୍ କମେଣ୍ଟରେ ଜଣେଇବେ। ଆଉ ଜଲ୍ଦି ଜଲ୍ଦି ଖାଇବା ପାଇଁ ଆସନ୍ତୁ, ଆପଣମାନେ ବି ଥରେ ଏମିତି କରିକି ଖାଆନ୍ତୁ, ବହୁତ ଟେଷ୍ଟି ଆଉ ବଢ଼ିଆ ବି ଲାଗିବ। ତ ସାଙ୍ଗମାନେ ଏଇଠି ଦେଖିପାରୁଥିବେ ମା ଏବେ ବଢ଼ି ଆଉ ପ୍ରଥମେ ପିଆଜ, କଞ୍ଚା ଲଙ୍କାକୁ ବାଟି ନେଇଛନ୍ତି। ଭଲ ଭାବରେ ପେଷ୍ଟ କରି ନେବା, ତାପରେ ଯାଇକି ମାଛ ପକେଇବା। ତ ଏଠି ମା ବି ଦେଖିପାରୁଥିବେ ଭଲ ଭାବରେ ପେଷ୍ଟ କରି ନେଇ ସାରିଲା ପରେ ମାଛକୁ ପକେଇ ନେଲେ। ତାପରେ ମାଛଟିକୁ ଭଲ ଭାବରେ ପେଷ୍ଟ କରିନେଲେ। ତ ମାଛ ବାଟି ହେଇଯିବା ପରେ ତାପରେ ଦେଖିବା ମାଛ ଚଟଣିଟି କେମିତି ଲାଗୁଛି। ତ ଏଠି ଦେଖିପାରୁଥିବେ ଆମର ଚଟଣି ବହୁତ ବଢ଼ିଆ ଭାବରେ ପ୍ରସ୍ତୁତ ହେଇଯାଇଛି। ଦେଖିବା ପାଇଁ ବି ବହୁତ ବଢ଼ିଆ ଲାଗୁଛି ଆଉ ଖାଇବା ପାଇଁ ବି ବହୁତ ବଢ଼ିଆ ଲାଗିବ। ତ ଆଜି ପାଇଁ ରହୁଛି, ଜୟ ଜଗନ୍ନାଥ।